ରାଧେ ରାଧେ ଫ୍ରେଣ୍ଡସ୍। ଆଜି ମୁଁ ଗୋଟେ ବାପର ଦୁଃଖ କାହାଣୀ ଆପଣମାନଙ୍କୁ ଦେଖେଇବି। ତା ପୂର୍ବରୁ କିଛି କହିବାକୁ ଚାହିଁଲି। ସେ ଭିଡ଼ିଓଟି ଦେଖିବା ପୂର୍ବରୁ ଦୀପଦ କହିବାକୁ ଚାହିଁଲି, ଆଜିକାଲି ବାପା ମାଆଙ୍କର ଯାହା ଅବସ୍ଥା ହେଉଛି ସମସ୍ତଙ୍କୁ ଜଣାଅଛି। ଯେମିତି ଆଗେ ଆମର ହେଲମେଟ୍ ଜଣେ ପିନ୍ଧୁଥିଲା, ପଛରେ ଯିଏ ବସୁଥିଲା ସେ ପିନ୍ଧୁଥିଲା କି? ଏବେ ହେଇଗଲା ରୁଲ୍ ଯେ ପଛରେ ବି ଯିଏ ବସିଛି ସିଏ ବି ପିନ୍ଧିବ। କିନ୍ତୁ ସେ ଅନୁସାରେ ଆମେ ସିଚୁଏସନ୍ ଅନୁସାରେ ଡବଲ୍ ହେଲମେଟ୍ କଲୁ। ଯିଏ 2 ଜଣ ବସିବେ ସମସ୍ତଙ୍କୁ ପିନ୍ଧିବାକୁ ବାଧ୍ୟ। ସେମିତି ବାପା ମାଆ ବର୍ତ୍ତମାନ ଆଗ ଅନୁସାରେ ଚଳିବା ଦରକାର ନାହିଁ। ସବୁ ବାପା ମାଆଙ୍କ ପାଇଁ ମୁଁ ଭାବିବି ଏଇଟା ରାଇଟ୍ ସଜେସନ୍ ହେବ। ନିଜ ପାଇଁ ଭାବନ୍ତୁ। ଯେମିତି ଏବେ ଡବଲ୍ ହେଲମେଟ୍ ହେଲା ଆମେ କରିଲେ, ବର୍ତ୍ତମାନ ସିଚୁଏସନ୍ ନେଇକି ଛାଡ଼ି ଦେଉଛନ୍ତି ବୃଦ୍ଧାଶ୍ରମରେ, କେଉଁଠି ରାସ୍ତା କଡ଼ରେ, କେଉଁଠି ବାହାରେ, ନହେଲେ ନିଜେ ପଳାଉଛନ୍ତି। ବାପା ମାଆ ଏକା ଥିବେ, ସମ୍ପତ୍ତି ତାଙ୍କ ନାଁରେ କରିସାରିଲା ପରେ ଛାଡ଼ି ଦେଉଛନ୍ତି। ନିଜ ପାଇଁ ଭାବନ୍ତୁ। ଛୁଆଙ୍କ ନାଁରେ ସବୁ କରିବା ଆଗରୁ ନିଜ ପାଇଁ ରଖିକି ତାଙ୍କ ନାଁରେ କରନ୍ତୁ। କିଛି ହଉ ରଖନ୍ତୁ, ସବୁ ଦେଇ ଦିଅନ୍ତୁନି। ନିଜର ଭବିଷ୍ୟତ ପାଇଁ ରଖନ୍ତୁ। ଛାଡ଼ି ଛୁଡ଼ି ଗଲେ ଭାରି ବି ଆପଣଙ୍କର ସେ ଜିନିଷଟି ପାଇଁ, ପଇସାଟି ପାଇଁ ଯେଉଁ ବାହାର ଲୋକଟି ବି କରିବ ଆପଣ ତାକୁ ଦେଇପାରିବେ। ଆଟଲିଷ୍ଟ ସେ ଲୋଭରେ ତ ଜଣେ କରିବ। ଛୁଆ ସେତିକି ଲୋଭ ରଖିବେନି, ନେଇଗଲା ପରେ ତାଙ୍କ ଲୋଭ ଛାଡ଼ିଯାଏ। ସେଥିପାଇଁ ବାହାର ଲୋକ କିନ୍ତୁ ସେବା ବି କରିବ, ଲୋଭ ବି ରଖିବ, ଜିନିଷ ବି ନେବ। ଆପଣମାନେ ନିଜ ପାଇଁ କିଛି ରଖିକି ପିଲାଙ୍କୁ ଦେବେ, ନିଜ ଭବିଷ୍ୟତ ଦେଖିବେ। ଯେମିତି ଡବଲ୍ ହେଲମେଟ୍ ହେଲା କଲେ, ବର୍ତ୍ତମାନ ସିଚୁଏସନ୍କୁ ଦେଖିକି ନିଜ ପାଇଁ ବାପା ମାଆ ରଖିକି। ଖାଲି ପୁଅର ଦାୟିତ୍ୱ ନୁହେଁ ବାପା ମାଆଙ୍କୁ ରଖିବା, ଝିଅ ଜ୍ୱାଇଁଙ୍କର ବି ଦାୟିତ୍ୱ। ସମସ୍ତେ ଛୁଆ, ଯଦି ପୁଅ ନ ରଖିଲା ଝିଅ ରଖିପାରିବ। ଆଜିକାଲି ସମସ୍ତେ ହାତ ଝାଡ଼ି ଦେଉଛନ୍ତି। ବୁଢ଼ାବୁଢ଼ୀ ହେଇଗଲେ ସେବା କରିବାକୁ ପଡ଼ିବ, ଝାଡ଼ା ପରିସ୍ରା କରୁଛନ୍ତି। ସେଥିପାଇଁ ନିଜ ପାଇଁ ରଖିକି ଛୁଆଙ୍କୁ ଦିଅନ୍ତୁ। ଆସନ୍ତୁ ଦେଖିବା ସେ ଭାଇନାଙ୍କର ଦୁଃଖ କାହାଣୀଟି ଆପଣମାନଙ୍କ ସାଙ୍ଗେ ସେୟାର କରିବାକୁ ଇଚ୍ଛା ହେଲା, କରିଦେଲି। ଆସନ୍ତୁ ଦେଖନ୍ତୁ। ଇଏ ହେଲେ ସେଇ ଭାଇନା ଯିଏକି ପ୍ରତ୍ୟେକ ସଣ୍ଡେକୁ ସଣ୍ଡେ ମୋତେ ମିହିଦାନା ଦେଇକି ଯାଆନ୍ତି। ଏ 8 ବର୍ଷ ହେଲାଣି ମୋ ଘରକୁ ଆସୁଛନ୍ତି, ଦେଉଛନ୍ତି, ଯାଆନ୍ତି। ଆଉ ମୋ ପୁଅକୁ ସେଇ 8 ବର୍ଷର ସିଏ ହେଇଥିଲା, ମାନେ ମୋତେ ଦେବେ, ମୁଁ ଯାହା କିଣିକି ନେବି, ତା ସହ ଏକ୍ସଟ୍ରା ଗୋଟେ ମୋ ପୁଅକୁ ପତ୍ରରେ ଯେମିତି ହେଲେ ସେ ଦେବେ। ମୁଁ ଯେତେ କହିବି, ମୁଁ ବା ରଖିଲିଣି, ନା ବାପାଙ୍କୁ ଡାକ, ବାପା କୁଆଡ଼େ ଗଲେ, ସେ ଖୋଜିବେ ଆସୁ ଆସୁ ବାପା କୁଆଡ଼େ ଗଲେ, ଆଉ ପତ୍ରରେ ଦେବେ, କିନ୍ତୁ ନେବେ ନାହିଁ ସେ ପଇସାଟା। ଆଉ ତାଙ୍କ ମନରେ ସବୁବେଳେ ଗୋଟେ ଦୁଃଖ ତାଙ୍କ ପୁଅ ପାଇଁ। ଦେଖନ୍ତୁ କେମିତି କହୁଛନ୍ତି, ମୋ ପାଖରେ ବସି ଏମିତି ଖାଏ, କଥା ପଦେ କୁହେନି, ଶୁଭେନି କଥା, କିନ୍ତୁ ସଙ୍ଗ ଦୋଷରୁ ପଡ଼ିକି ମଦ ପିଇକି ତାପରେ ବାହାରେ ଯାଇ ନିଜେ ନିଜେ ବାହା ହେଇଗଲା। ପୁରା ମାନେ ଖରାପ ଆଡ଼କୁ ସେ ପଳେଇଲା। ତାଙ୍କ ମନରେ ଗୋଟେ ବହୁତ ବଡ଼ ଦୁଃଖ। ମୋ ପୁଅ କଥା ପଦେ ବି କୁହେନି, କିନ୍ତୁ ଦେଖ କେତେ ନଷ୍ଟ ହେଇଗଲା। ଆମ 2 ଜଣଙ୍କୁ ପଚାରୁନି, ବହୁତ ବଡ଼ ଦୁଃଖ ତାଙ୍କ ମନରେ। କିନ୍ତୁ ହାତ ଗୋଡ଼ ଚାଲୁଛି ଯେପର୍ଯ୍ୟନ୍ତ ସିଏ ତାଙ୍କର ରୋଜଗାର କରି ଚଳିବେ। ଛୁଆ ନ ପୋଷିଲେ ବି ପାଖରେ ଥିଲେ ବାପା ମାଆଙ୍କର ଖୁସି। ଗୋଟେ ଭଲ ପିଲା, ମଣିଷ, ଭଲ ମଣିଷଟିଏ ହେଇଥିଲେ ବି ବାପା ମାଆ ନିଜେ ପଛେ ବୁଢ଼ା ହେବା ଯାଏଁ ଖଟିକି ତାକୁ ପୋଷିବେ, କିନ୍ତୁ ପିଲାଟି ଆଖି ଆଗରେ ଥିଲେ କେତେ ଖୁସି ହେବେ। ସବୁବେଳେ ଇଏ ଭାଇ ଜଣେ ବି ସବୁବେଳେ କୁହନ୍ତି, ହେଲେ ପିଲାଙ୍କୁ ଲୋଭ ରଖ, କିନ୍ତୁ ଏତେ ବି ଲୋଭ ରଖନି। ନେଇକି ଯା। ହଁ ଆଜି ସରିଗଲା, ପଳେଇବ ଏଇନା ଘରକୁ। ଆଉ ହଁ, ହାତରେ ରୋଷେଇ କରି ଖାଇବ। ପୁଅ ବୋହୂ ଆଉ କାହିଁ କହୁଛ ଆଜିକାଲି। ଆଉ ଛୁଆଙ୍କ ପାଇଁ କେବଳ କରିଦବ, ଛୁଆଙ୍କ ପାଇଁ ସବୁ କରିଦବ, କିନ୍ତୁ ଆଶା କରିବନି। ସତ କଥା। ଦେଖନ୍ତୁ ସାଙ୍ଗମାନେ, ଆସିଲାଠୁ ଯିବା ଯାଏ ସେ କେବଳ ତାଙ୍କ ପୁଅର କେତେ ଭଲ ଗୁଣ ଥିଲା ସେଇଆକୁ କେବଳ କହିବେ। ମୋ ପାଖରେ ଏମିତି ଖାଏ, କଥା କୁହେନି, ଗଲେ ଏମିତି ଆସିବ ଭାରି। ମାନେ ସେ ପୁଅଟି ଯଦି ଦେଖୁଥିବ, ଆଜିକାଲି ସୋସିଆଲ ମିଡ଼ିଆରେ ତ ବହୁତ ସମସ୍ତେ ଧରିଲେଣି ଫୋନ୍, ଦେଖୁଛନ୍ତି, ଦେଖୁଥିବ ବି, ମାନେ ବାପାଟାକୁ ଦେଖିକି ଟିକେ ତ ଦୁଃଖ ଲାଗିବା କଥା। ଆଉ ବାପା ମାଆ ସିନା ଅଭିଶାପ ଦିଅନ୍ତିନି ପିଲାଙ୍କୁ, କିନ୍ତୁ ତାଙ୍କ ମନରେ ଯେଉଁ ଦୁଃଖଟା ଆସେ, ଆଖିରୁ 2 ଧାର ଲୁହ ଝରିଯାଏ ନା, ସେ ଲୁହଟା ପଡ଼ିଯାଏ।
ସେମାନେ ମୁହଁରେ କୁହନ୍ତିନି ଅଭିଶାପ, ତାଙ୍କର ସେ ଲୁହଟା ହିଁ ଆମ ପାଇଁ ଅଭିଶାପ। ସେଥିପାଇଁ ଜମାରୁ ବାପା ମାଆଙ୍କୁ କେହି କଷ୍ଟ ଦିଅନ୍ତୁନି। ମୋତେ କାହିଁ ଭାରି କଷ୍ଟ ଲାଗେ ଏ ଜିନିଷ ଦେଖିଲେ। ମୁଁ ମାନେ ଦେଖିପାରେନି କି ଶୁଣିପାରେନି, କିନ୍ତୁ ଏଠି ମୁଁ ତାଙ୍କୁ ପଚାରିକିରି ତାଙ୍କ ରେକର୍ଡ଼ିଂ କଲି, ବସିକି ତାଙ୍କ କଥା ମୁଁ ସବୁଦିନ ସବୁ ରବିବାରେ ଏମିତି ଶୁଣେ। ଏଇଟା ରେକର୍ଡ଼ିଂ କଲି ବୋଲି ନୁହେଁ କି ଏଇଟା ପୋଷ୍ଟ ପାଇଁ ବି ମୁଁ ରେକର୍ଡ଼ିଂ କରି ଦେଖାଉନି। ମୋତେ ପ୍ରକୃତରେ ବହୁତ ଆଡ଼େ ତ ଏଇ ପରିସ୍ଥିତି ସମସ୍ତେ ଜାଣୁଥିବେ, କିନ୍ତୁ ଏ ଭାଇନାଙ୍କ କଥାଟି ମୋତେ ଆପଣମାନଙ୍କ ସାଙ୍ଗେ ସେୟାର କରିବାକୁ ବହୁତ ଇଚ୍ଛା ହେଲା। ମୁଁ ଏମିତି ବସିକି ହିଁ ତାଙ୍କ ସାଙ୍ଗେ ସବୁଥରକ ଆସିଲେ ସେ ତାଙ୍କ ଦୁଃଖ କଥା କହିବେ, ମୁଁ ସମୟ ଦେଇକି ଶୁଣେ, ଆଉ ତ କିଛି କରିପାରିବିନି ଆଉ। ମଙ୍ଗଳା ମନ୍ଦିରରେ ମୁଁ ଭାବିଥିଲି ମୋର ଗୋଟିଏ ପୁଅ ଦୁଃଖ ଚାଲିଯିବ, ସେ ଗଲା। ଗୋଟିଏ ଝିଅ ଗୋଟିଏ ପୁଅ, ସେ ଝିଅ ହିଁ ଆସିକି ଘରେ ରହିଛନ୍ତି ବର୍ତ୍ତମାନ। ଭାଗ୍ୟ ଭାଇ ମୋର ବହୁତ ଦୁଃଖ ବହୁତ ହଉ। ମୁଁ ସେ ଶନିବାରକୁ ଡାକି ଚାଲିଛି ଆସୁଛି। ହଁ, ମନ ଦୁଃଖ କରନି। ଆଜ୍ଞା, ଯାହା ପାଖରେ କେହି ନାହାନ୍ତି ଭଗବାନ ଅଛନ୍ତି, ବୁଝିପାରିଲ? ମନ ଦୁଃଖ ଜମା କରନି। ତମ ହାତ ଗୋଡ଼ ଚାଲିଛି ତାଠୁ ଆଉ ଆମେ ଦି ଜଣ କାନ୍ଦୁଛୁ, ସେ ସେଠି ମୁଁ ଏଠି। ଧନ୍ୟ ସେ ଛୁଆଙ୍କୁ କହିବ। ଭାଗ୍ୟ ଖରାପ ଭାଗ୍ୟ ବହୁତ ଖରାପ। ଠାକୁର ପ୍ରଭୁ ଶନି ମଙ୍ଗଳା। ହଉ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ହଉ।